ଇସ୍କନ ହେଉଛି ଗୋଟେ ଆନ୍ତର୍ଜାତିକ ସଂସ୍ଥା। ସିଏ ଆପଣଙ୍କର କଥା ମାନିବ କି ନ ମାନିବ ତାରି ଉପରେ କ'ଣ ଓଡ଼ିଆ ଆସନ୍ତା ନିର୍ଭର କରୁଛି। ସେ ତାର ଯଦି ନ କରିବ ତାକୁ ଆପଣ କ'ଣ କରିପାରିବେ? କେଉଁ ଦଫାରେ ଆପଣ ତାଙ୍କୁ ଅଟକ ରଖିପାରିବେ ମୋତେ କୁହନ୍ତୁ। ଅଷ୍ଟ୍ରେଲିଆରେ କେଉଁ ଦିନ ରଥଯାତ୍ରା ହେବ କି ନ ହେବ ତା ଉପରେ ପ୍ରଧାନମନ୍ତ୍ରୀଙ୍କ ନିୟନ୍ତ୍ରଣ ଅଛି। ଯେଉଁଟା ଶିର ନାସ୍ତି ଶିର ପୀଡ଼ା, ମୁଣ୍ଡ ନାହିଁ, ମୁଣ୍ଡ ଆମର ବିନ୍ଧି ଚାଲିଛି ଚାଲିଛି ଚାଲିଛି। ଯଦି ଆପଣଙ୍କୁ ଏତେ କଷ୍ଟ ଲାଗୁଛି ଓଡ଼ିଶାରେ ଆପଣ ଇସ୍କନକୁ ବ୍ୟାନ୍ କରିଦେଉନାହାନ୍ତି। ଇସ୍କନ ହେଉଛି ଗୋଟେ ଆନ୍ତର୍ଜାତିକ ସଂସ୍ଥା। ସିଏ ଆପଣଙ୍କର କଥା ମାନିବ କି ନ ମାନିବ ତାରି ଉପରେ କ'ଣ ଓଡ଼ିଆ ଆସିମିତା ନିର୍ଭର କରୁଛି ନା କୋଉଠି ଗୋଟେ ରଥଯାତ୍ରା ସେମାନେ ତାଙ୍କ ରଥଯାତ୍ରା ଯିଏ ଯୋଉଦିନ ଯୋଉଠି କରୁଛି ସେ ତାର ଯଦି ନ କରିବ ତାକୁ ଆପଣ କ'ଣ କରିପାରିବେ? କେଉଁ ଦଫାରେ ଆପଣ ତାଙ୍କୁ ଅଟକ ରଖିପାରିବେ ମୋତେ କୁହନ୍ତୁ। ଅଷ୍ଟ୍ରେଲିଆରେ କେଉଁ ଦିନ ରଥଯାତ୍ରା ହେବ କି ନ ହେବ ତା ଉପରେ ପ୍ରଧାନମନ୍ତ୍ରୀଙ୍କ ନିୟନ୍ତ୍ରଣ ଅଛି। ଅତି ବେଶୀରେ ପ୍ରଧାନମନ୍ତ୍ରୀ ଅନୁରୋଧ କରିପାରିବେ ତାଙ୍କୁ, ସେମାନେ ନ ମାନିଲେ। ଆଜ୍ଞା ଯଦି ନ ମାନୁଛନ୍ତି ସେମାନେ ଶାସ୍ତ୍ରୀୟ ବିଧିର ବିରୁଦ୍ଧାଚରଣ କରୁଛନ୍ତି, ସେତିକି ତ ଆଉ କ'ଣ। ତା ଛଡ଼ା ତାଙ୍କ ଉପରେ କ'ଣ କରିପାରିବେ ଆପଣ? ଯେଉଁଟା ଶିର ନାସ୍ତି ଶିର ପୀଡ଼ା, ମୁଣ୍ଡ ନାହିଁ, ମୁଣ୍ଡ ଆମର ବିନ୍ଧି ଚାଲିଛି ଚାଲିଛି ଚାଲିଛି। ଆଜ୍ଞା ଆମେରିକାରେ, ଅଷ୍ଟ୍ରେଲିଆରେ, ଦକ୍ଷିଣ ଆଫ୍ରିକାରେ ଇସ୍କନ କେଉଁ ଦିନ କ'ଣ କରିବ ସେମାନେ କ'ଣ ଆପଣଙ୍କୁ ନିର୍ଦ୍ଦେଶ ନେଇକରି କରିବେ? ଆପଣ ଗୋଟେ କାମ କରନ୍ତୁ, ଭାରତରେ କି ଓଡ଼ିଶାରେ ଆପଣ ଯଦି ଆପଣଙ୍କୁ ଏତେ କଷ୍ଟ ଲାଗୁଛି ଓଡ଼ିଶାରେ ଆପଣ ଇସ୍କନକୁ ବ୍ୟାନ୍ କରିଦେଉନାହାନ୍ତି। जदि आम वीडियो आपनको भल लगी तेबे आम चैनल को लाइक, शेयर और सब्सक्राइब करंतु।